ଆଜିର ଅମୃତବାଣୀରେ ସମସ୍ତଙ୍କୁ ମୋର ସ୍ୱାଗତ ଜଣେ। ଆଜିର ଅମୃତବାଣୀ ହେଲା କେଉଁ ସମୟରେ ନୀରବ ରହିବା ଉଚିତ। ସମୟ ଏବଂ ପରିସ୍ଥିତି ଅନୁସାରେ ନୀରବ ରହିବା ଏକ ବଡ଼ ଗୁଣ। ଯେଉଁଠାରେ ଆପଣଙ୍କ କଥାରେ କୌଣସି ମୂଲ୍ୟ ନାହିଁ କିମ୍ବା ସାମ୍ନା ଲୋକ ବୁଝିବା ଅବସ୍ଥାରେ ନାହିଁ, ସେଠାରେ ଯୁକ୍ତି ନକରି ଚୁପ୍ ରହିବା ଭଲ। ଯଦି ଆପଣଙ୍କ ପାଖରେ କୌଣସି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନାହିଁ, ତେବେ ସେଠାରେ ନୀରବ ରହିବା ବୁଦ୍ଧିମାନର କାମ। ଯଦି ଆପଣଙ୍କ କଥା ଦ୍ୱାରା କାହାର ସମ୍ମାନ ହାନି ହୋଇଥାଏ କିମ୍ବା କାହାକୁ କଷ୍ଟ ପହଞ୍ଚିଥାଏ, ତେବେ ନୀରବ ରହିବା ଶ୍ରେୟସ୍କର। ଯେତେବେଳେ ଆପଣ ବହୁତ ରାଗିଥାନ୍ତି, ସେତେବେଳେ ଚୁପ୍ ରହିବା ଭଲ। କାରଣ କ୍ରୋଧରେ ମଣିଷ ଅନେକ ସମୟ ଅନୁଚିତ କଥା କହିଦିଏ। ଯେତେବେଳେ କେହି ଜଣେ ନିଜର ଦୁଃଖ ଜଣାଉଛି କିମ୍ବା କିଛି ମହତ୍ତ୍ୱପୂର୍ଣ୍ଣ କଥା କହୁଛି, ସେତେବେଳେ ଜଣେ ଭଲ ଶ୍ରୋତା ଭାବେ ନୀରବ ରହିବା ଉଚିତ। ଆପଣଙ୍କ ପାଖରେ ଏକ ଭଲ ଉତ୍ତର ଥାଇପାରେ, କିନ୍ତୁ ଯଦି ସାମ୍ନା ଲୋକ ଶୁଣିବା ଅବସ୍ଥାରେ ନାହାନ୍ତି କିମ୍ବା ସମୟ ଠିକ୍ ନୁହେଁ, ତେବେ ଚୁପ୍ ରହିବା ବୁଦ୍ଧିମାନର କାମ। କିନ୍ତୁ ଅନ୍ୟାୟ ବା ଧର୍ମ ବିରୁଦ୍ଧରେ ସ୍ୱର ଉତ୍ତେଜନା କରିବା ଅନୁଚିତ। ସେହି ସମୟରେ ନୀରବ ରହିବା କାପୁରୁଷ ବୋଲି ବିବେଚନା କରାଯାଏ। ଆମକୁ ଏହି ସବୁ ସମୟରେ ନୀରବ ରହିବାକୁ ପଡ଼ିବ। ଏଇଟା ଥିଲା ଆଜିର ଅମୃତବାଣୀ। ଏହି ଅମୃତବାଣୀଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ। ଆଉ ଯଦି ଭଲ ଲାଗେ ତାହେଲେ କମେଣ୍ଟରେ ଜୟ ଗୁରୁ ଲେଖନ୍ତୁ। ଜୟ ଗୁରୁ।